ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ ତା 3 ପର୍ବର 19 ପଦରୁ ଆରମ୍ଭ କରି 4 ପର୍ବର 9 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ହିତୋପଦେଶ 3 ପର୍ବର 19 ଓ 20 ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ଜ୍ଞାନରେ ପୃଥିବୀ ସ୍ଥାପନ କଲେ, ସେ ବୁଦ୍ଧିରେ ଆକାଶମଣ୍ଡଳ ସୁସ୍ଥିର କଲେ। ତାହାଙ୍କ ଜ୍ଞାନରେ ଗଭୀର ସ୍ଥାନରୁ ଜଳ ଉଛୁଳି ଉଠଇ, ପୁଣି ମେଘରୁ କାକର ଟୋପା ଟୋପା ପଡ଼ଇ। ଆଜି ଆପଣ ଓ ମୁଁ ଆମେ ଯେଉଁ ସୃଷ୍ଟି ମଧ୍ୟରେ ବସବାସ କରୁଅଛୁ, ତାହା ଅତି ଶୃଙ୍ଖଳିତ ଭାବେ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ଓ ପରିଚାଳିତ। ଈଶ୍ୱର ତାହାଙ୍କର ଜ୍ଞାନରେ ପୃଥିବୀ ସ୍ଥାପନ କଲେ ଓ ସେ ବୁଦ୍ଧିରେ ଆକାଶମଣ୍ଡଳ ସୁସ୍ଥିର କଲେ। କିନ୍ତୁ ଆଜି ମନୁଷ୍ୟ ନିଜର ଜ୍ଞାନ ଓ ବୁଦ୍ଧିରେ ଏହି ସୃଷ୍ଟି ବିଷୟ ନେଇ ନାନା ପ୍ରକାର ତଥ୍ୟ ଉଦ୍ଭାବନ କରେ, ମାତ୍ର ତାହା କେବଳ ମନୁଷ୍ୟର ସୀମିତ ଜ୍ଞାନର ପରିଚୟ ଦିଏ ଓ ମନୁଷ୍ୟର ଦୁର୍ବଳତାକୁ ପ୍ରକାଶ କରେ। ମନୁଷ୍ୟ ନିଜେ ନିଜର ସୃଷ୍ଟି ବିଷୟରେ ଜାଣେ ନାହିଁ, ତାହେଲେ ସେ କିପରି ଈଶ୍ୱରଙ୍କର ସୃଷ୍ଟି ବିଷୟ ନେଇ ଚିନ୍ତା କରିବ? ଅନେକ ଲୋକମାନେ ଅଛନ୍ତି ଯେଉଁମାନେ କି ଖ୍ରୀଷ୍ଟ ବିଶ୍ୱାସୀ ଓ ସେମାନେ ମହାଶୂନ୍ୟ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଟନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଏହି କାର୍ଯ୍ୟକ୍ରମକୁ ଶୁଣନ୍ତି ଓ ଏହାକୁ ସମର୍ଥନ କରନ୍ତି, ଆଉ ଆମେ ଏଥି ନିମନ୍ତେ ବିଶେଷ ଆନନ୍ଦିତ। କିନ୍ତୁ ଏହା ଅତି ଆଶ୍ଚର୍ଯ୍ୟର ବିଷୟ ଯେ ଯେଉଁମାନେ ପ୍ରକୃତିର ନିୟମ ବିଷୟ ନେଇ ଅଧ୍ୟୟନ କରନ୍ତି ଓ ବିଶ୍ୱର ରହସ୍ୟ ମଧ୍ୟକୁ ଗତି କରନ୍ତି, ସେମାନେ ଏହି ଚିନ୍ତାଧାରାରେ ଉପନୀତ ହୋଇପାରନ୍ତି ନାହିଁ ଯେ ଆମ୍ଭେମାନେ ଯେଉଁ ବିଶ୍ୱ ମଧ୍ୟରେ ବାସ କରୁଅଛୁ ତାହା ଅଚାନକ ଭାବେ ଘଟିନାହିଁ ବୋଲି। ଯଦି ଏହା ଅଚାନକ ଭାବେ ଘଟିଅଛି, ତାହେଲେ କିପରି ଓ କେତେବେଳେ ଏହା ଘଟିଅଛି? ଆପଣ ଦେଖନ୍ତୁ, ଏହି ବିଶ୍ୱ ଏତେ ଶୃଙ୍ଖଳିତ ଭାବେ ପରିଚାଳିତ ଯେ ମନୁଷ୍ୟ ଏକ ରକେଟ୍ ନେଇ ତହିଁରେ ଲୋକମାନଙ୍କୁ ରଖି ମହାଶୂନ୍ୟ ମଧ୍ୟ ଦେଇ ଚନ୍ଦ୍ରପୃଷ୍ଠକୁ ପଠାଇ ପାରୁଛି ଓ ସେମାନେ ଫେରିଆସି ପାରୁଛନ୍ତି। ମନୁଷ୍ୟ ଭାବୁଛି ସେ ଅତି ଜ୍ଞାନୀ, କିନ୍ତୁ ସେ ଯାହା କରୁଅଛି ତାହା ହେଉଛି ଈଶ୍ୱର ଯେଉଁ ନିୟମ ଦ୍ୱାରା ସମଗ୍ର ବିଶ୍ୱକୁ ଏକ କମ୍ପ୍ୟୁଟର ପରି ଚଳାଉଛନ୍ତି ତାହାକୁ ଆବିଷ୍କାର କରିବା। ପ୍ରିୟ ବନ୍ଧୁ, ଏହି ବିଶ୍ୱ ଯଦି ଅଚାନକ ଭାବେ ସୃଷ୍ଟି ହୋଇଥାନ୍ତା ବା ମନକୁ ମନ ହୋଇଥାନ୍ତା, ତାହେଲେ ଏହା ଏତେ ଶୃଙ୍ଖଳିତ ଭାବେ ଓ ବିଧିବଦ୍ଧ ଭାବେ ପରିଚାଳିତ ହୋଇପାରିନଥାନ୍ତା। ଆଉ ସୌରମଣ୍ଡଳର ପରିକ୍ରମାରେ ବ୍ୟାଘାତ ସୃଷ୍ଟି ହୋଇ ଏହି ବିଶ୍ୱ ମଧ୍ୟ ଲୋପ ପାଇଯାଇଥାନ୍ତା। କାରଣଟି ହେଉଛି ଯେ ଆଜି ମହାଶୂନ୍ୟ ମଧ୍ୟ ଦେଇ ଚନ୍ଦ୍ରପୃଷ୍ଠର ସଠିକ୍ ସ୍ଥାନକୁ ଓ ସଠିକ୍ ସମୟରେ ରକେଟ୍ ପଠାଇବାରେ ସମର୍ଥ ହୋଇପାରିଛନ୍ତି, ଯେହେତୁ ଈଶ୍ୱର ମହାନ ନିୟମ ସ୍ଥାପନ କରିଅଛନ୍ତି, ଯେଉଁ ନିୟମ ଦ୍ୱାରା ସମଗ୍ର ବିଶ୍ୱ ନିୟନ୍ତ୍ରିତ। ଈଶ୍ୱର ଜ୍ଞାନ ଦ୍ୱାରା ସେମାନଙ୍କୁ ନିର୍ମାଣ କଲେ। ଆମ୍ଭେମାନେ ଈଶ୍ୱରଙ୍କର ଜ୍ଞାନକୁ ଜାଣିବା ଆବଶ୍ୟକ। ମୁଁ ବିଶ୍ୱାସ କରେ ଯେ ସେ ଏହା ପସନ୍ଦ କରିବେ ଯଦି ଆମେ ତାହାଙ୍କର ଜ୍ଞାନ ଓ ବୁଦ୍ଧି ଓ ତାହାଙ୍କର ପଥ ସବୁକୁ ଅଧିକ ଭାବେ ପ୍ରକାଶ କରିବା। ଏହା ଆମ୍ଭେମାନେ ତାହାଙ୍କ ବାକ୍ୟ ମଧ୍ୟ ଦେଇ ସାଧନ କରିପାରିବା। ତାହା ହିଁ ହେଉଛି କେବଳ ଏକ ଉପାୟ। ଦେଖନ୍ତୁ, 3 ପର୍ବର 21-26 ପଦ ମଧ୍ୟରେ ଏହିପରି ଲେଖା ଅଛି, ହେ ମୋର ପୁତ୍ର, ଏହିସବୁ ତୁମ୍ଭ ଦୃଷ୍ଟି ଗୋଚରରୁ ନ ଯାଉ, ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମଦର୍ଶିତା ରକ୍ଷା କର। ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହେବ। ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଚାଲିବ, ପୁଣି ତୁମ୍ଭର ଚରଣ ଝୁଣ୍ଟିବ ନାହିଁ। ଶୟନ କାଳରେ ତୁମ୍ଭର ଆଶଙ୍କା ହେବ ନାହିଁ। ହଁ, ତୁମେ ଶୟନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହେବ। ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତ ବିନାଶକୁ ଭୟ କର ନାହିଁ। ଯେହେତୁ ସଦାପ୍ରଭୁ ତୁମ୍ଭର ବିଶ୍ୱାସ ଭୂମି ହେବେ, ସେ ତୁମ୍ଭର ପାଦ ଫାନ୍ଦରୁ ରକ୍ଷା କରିବେ। ମନୁଷ୍ୟ ଚାହେଁ ସୁରକ୍ଷା, ବିଶ୍ରାମ ଓ ନିରାପଦ। ଏହା କିଏ ଦେବେ? ଏହା ଈଶ୍ୱର ଦିଅନ୍ତି। ଏହି ଅଂଶରେ ଈଶ୍ୱରଙ୍କ ଜ୍ଞାନ ବିଷୟ ନେଇ ପ୍ରକାଶ କରାଯାଏ। ଆପଣ ଦେଖନ୍ତୁ, ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନର ଜ୍ଞାନ ଦ୍ୱାରା ଜୀବନ ଓ ଅନୁଗ୍ରହ ଆସିଥାଏ। ମନୁଷ୍ୟର ଆଜି ଜୀବନ ବିଷୟ ନେଇ କେତେକ ଭୟ ରହିଅଛି। ଏହି ଭୟ ଆମ ସମସ୍ତଙ୍କ ଜୀବନରେ ଆସେ। ତେବେ ଏହାର ସମାଧାନ କ'ଣ? ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ହିଁ ତହିଁର ଉତ୍ତର। କାରଣ ଈଶ୍ୱରଙ୍କ ବାକ୍ୟର ସତ୍ୟତା ହିଁ ଆମ୍ଭମାନଙ୍କୁ ଧରି ରଖିବ। ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କୁ ସମାଧାନର ପଥ ଦେଖାଇବ ଓ ଶାନ୍ତି, ସାନ୍ତ୍ୱନା, ସାହସ ତଥା ଭରସା ପ୍ରଦାନ କରିବ। ଈଶ୍ୱର ପ୍ରତିଜ୍ଞାରେ ବିଶ୍ୱସ୍ତ ଓ ସେ ଯାହା ତାହାଙ୍କର ବାକ୍ୟ ମଧ୍ୟ ଦେଇ ପ୍ରକାଶ କରିଅଛନ୍ତି ତାହା ସେ ନିଶ୍ଚିତ ଭାବେ ସାଧନ କରିବେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ହିତୋପଦେଶ 3 ପର୍ବର 25 ଓ 26 ପଦରେ ଲେଖା ଅଛି, ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତ ବିନାଶକୁ ଭୟ କର ନାହିଁ।
ଯେହେତୁ ସଦାପ୍ରଭୁ ତୁମ୍ଭର ବିଶ୍ୱାସ ଭୂମି ହେବେ, ସେ ତୁମ୍ଭର ପାଦ ଫାନ୍ଦରୁ ରକ୍ଷା କରିବେ। ପ୍ରକୃତରେ ଏହି ଅଂଶଟି ମୋତେ ଅନେକ କିଛି ସାହସ ତଥା ଭରସା ପ୍ରଦାନ କରିଥାଏ। ଯେତେବେଳେ ମୁଁ ବିଭିନ୍ନ ସ୍ଥାନକୁ ଯାତ୍ରା କରେ, ମୁଁ ଜାଣେ କେବଳ ପ୍ରଭୁ ହିଁ ମୋତେ ସମସ୍ତ ଅଜଣା ତଥା ଆକସ୍ମିକ ବିପଦରୁ ରକ୍ଷା କରିପାରିବେ। କାରଣ ସେ ସର୍ବଦର୍ଶୀ ଓ ସର୍ବଜ୍ଞତା ଈଶ୍ୱର। ଯାହା ମୁଁ ଜାଣିପାରେ ନା ତାହା ସେ ଜାଣନ୍ତି ଓ ସେ ଆଗାମୀ ବିଷୟ ସବୁ ଜାଣନ୍ତି। ଏପରିକି ଆମମାନଙ୍କର ଅଜାଣତରେ ମଧ୍ୟ ସେ ସୁରକ୍ଷା ପ୍ରଦାନ କରନ୍ତି। ଲେଖା ଅଛି, ହଠାତ୍ ଉତ୍ପନ୍ନ ଆଶଙ୍କାକୁ ଭୟ କର ନାହିଁ, ଅର୍ଥାତ୍ ପରବର୍ତ୍ତୀ ସମୟ ନିମନ୍ତେ ଭୟ କର ନାହିଁ। ଈଶ୍ୱର ଏହି ବର୍ତ୍ତମାନ ମୋର ଯତ୍ନ ନିଅନ୍ତି ଓ ସେ ପରବର୍ତ୍ତୀ ମୁହୂର୍ତ୍ତରେ ମଧ୍ୟ ମୋର ଯତ୍ନ ନେବେ। ଲେଖା ଅଛି, ଯେହେତୁ ସଦାପ୍ରଭୁ ତୁମ୍ଭର ବିଶ୍ୱାସ ଭୂମି ହେବେ, ସେ ତୁମ୍ଭର ପାଦ ଫାନ୍ଦରୁ ରକ୍ଷା କରିବେ। ଆମେ ଯେତେବେଳେ ତାହାଙ୍କ ଉପରେ ନିର୍ଭର କରି ନିଜକୁ ତାହାଙ୍କ ହସ୍ତରେ ସମର୍ପି ଦେବା, ସେତେବେଳେ ସେ ଆମମାନଙ୍କର ସମ୍ପୂର୍ଣ୍ଣ ଭାର ନେବେ ଓ ସମସ୍ତ ବିପଦରୁ ଆମମାନଙ୍କୁ ରକ୍ଷା କରିବେ। 3 ପର୍ବର 27 ଓ 28 ପଦରେ ଏହିପରି ଲେଖା ଅଛି, ଉପକାର କରିବାର ସାମର୍ଥ୍ୟ ତୁମ୍ଭ ହସ୍ତରେ ଥିଲେ ଉଚିତ ଦାନପାତ୍ରମାନଙ୍କୁ ନାସ୍ତି କର ନାହିଁ। ଆପଣ ନିକଟରେ ଦ୍ରବ୍ୟ ଥିଲେ ଯାଅ, ପୁନର୍ବାର ଆସ, ଆମ୍ଭେ କାଲି ଦେବା, ଏହା ତୁମ୍ଭ ପ୍ରତିବାସୀକି କୁହ ନାହିଁ। ଆପଣ ଯଦି ସାହାଯ୍ୟ ବା ଅନ୍ୟର ଉପକାର କରିବାକୁ ସମର୍ଥ, ତାହେଲେ ତାହାକୁ ମନା କରନ୍ତୁ ନାହିଁ, କି ଅନ୍ୟକୁ ଦେଖନ୍ତୁ ନାହିଁ, କି କାଲି ଦେଖିବା ବୋଲି କୁହନ୍ତୁ ନାହିଁ। କାରଣ ମୁଁ ଦେଖିଛି ଅନେକ ଲୋକ ସାହାଯ୍ୟ କରିବାକୁ ବା ଦାନ ଦେବାକୁ ସମର୍ଥ ଥିଲେ ମଧ୍ୟ ସେମାନେ ସେହି ମୁହୂର୍ତ୍ତରେ ତାହା କରନ୍ତି ନାହିଁ, ମାତ୍ର ପରେ ତାହା ଦେବେ ବା କରିବେ ବୋଲି କହନ୍ତି। ରୋମିଓ 13 ପର୍ବର 8 ପଦରେ ଲେଖା ଅଛି, ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ, କାରଣ ଯେ ପରକୁ ପ୍ରେମ କରେ ସେ ବ୍ୟବସ୍ଥା ସଫଳ କରିଅଛି। ଏହି ପ୍ରକାର ପ୍ରେମ ପ୍ରକାଶ କରେ ଯେ ଜଣେ ବ୍ୟକ୍ତି ଈଶ୍ୱରଙ୍କ ସନ୍ତାନ କି ନୁହେଁ। ଆପଣ ଜାଣନ୍ତି, ଆପଣ ମୁଁ ଆମେ ଯେତେବେଳେ ଅନ୍ୟକୁ ଟଙ୍କା ଧାର ଦେଉ, ସେହି ଟଙ୍କା ଯାହାକି ଆମମାନଙ୍କର ଅଛି ତାହା ଆମମାନଙ୍କର ନୁହେଁ, ଏହା ଅନ୍ୟ ଜଣେ ବ୍ୟକ୍ତିଙ୍କର। ଏହାକୁ ଆମମାନଙ୍କର ଉଦ୍ଦେଶ୍ୟ ପୂରଣ ନିମନ୍ତେ ବ୍ୟବହାର କରିବା ପ୍ରକୃତିରେ ଅସାଧୁତା ଅଟେ। ତାହା ହିଁ ଯାହାକି ସେ ଏଠାରେ କହନ୍ତି। 3 ପର୍ବର 29 ପଦରେ ଲେଖା ଅଛି, ତୁମ୍ଭ ପ୍ରତିବାସୀ ତୁମ୍ଭ ନିକଟରେ ନିର୍ଭୟରେ ବାସ କରିବାରୁ ତାହାର ବିରୁଦ୍ଧରେ ଅନିଷ୍ଟ ଚିନ୍ତା କର ନାହିଁ। ଆପଣଙ୍କ ପ୍ରତିବାସୀ ସହିତ ସମ୍ପର୍କ ସ୍ଥାପନରେ ଏପରି କିଛି କରନ୍ତୁ ନାହିଁ ଯାହାକି ଆପଣଙ୍କ ଫାଇଦା ହେବ ଓ ତାହାର ଅନିଷ୍ଟ ହେବ। ଆଉ ଆପଣଙ୍କର ପ୍ରତିବାସୀ ପ୍ରତି ଗୋପନରେ କ୍ଷତି ଘଟାଇ ତାହା ସହିତ ତାଳ ମିଳାଇ ଚାଲିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା କେତେ ଚମତ୍କାର ବିଷୟ, ଯେତେବେଳେ ଆପଣଙ୍କର ପ୍ରତିବାସୀ ଆସି ଆପଣଙ୍କୁ କହିବ, ଭାଇ ମୁଁ କିଛି ଦିନ ନିମନ୍ତେ ବାହାରକୁ ଯାଉଅଛି, ଆପଣ ଟିକେ ମୋର ଗୃହ ପ୍ରତି ଦୃଷ୍ଟି ରଖିବେ କି? ତାହା ହିଁ ଈଶ୍ୱରଙ୍କ ସହିତ ଆପଣଙ୍କର ସୁସମ୍ପର୍କକୁ ଅତି ବ୍ୟବହାରିକ ଭାବେ ପ୍ରକାଶ କରିବାରେ ଆପଣଙ୍କୁ ଏକ ସୁଯୋଗ ଦେବ। ଏହାପରେ 3 ପର୍ବର 30 ପଦରେ ଲେଖା ଅଛି, ମନୁଷ୍ୟ ତୁମ୍ଭର କ୍ଷତି ନ କଲେ ଅକାରଣରେ ତାହା ସହିତ ବିରୋଧ କର ନାହିଁ। ମୂଷାଙ୍କ ବ୍ୟବସ୍ଥା ଅନୁଯାୟୀ ଅନ୍ୟ ସହିତ ବିନା କୌଣସି କାରଣରେ ବିରୋଧ କରିବା ଥିଲା ଏକ ପାପ। ଅନୁଗ୍ରହର ଯୁଗରେ ଆମମାନଙ୍କୁ କୁହାଯାଏ, ହେ ପ୍ରିୟମାନେ, ତୁମେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ। କାରଣ ଲେଖା ଅଛି, ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ଯାହାକି ରୋମିଓ 12 ପର୍ବର 19 ପଦରେ ଲେଖା ଅଛି। ଆମମାନେ ଯେତେବେଳେ ଆମ ନିଜ ହାତରେ ଘଟଣାକୁ ନେଇଯାଉ, ସେତେବେଳେ ଆମେ ବିଶ୍ୱାସର ପଥକୁ ପରିତ୍ୟାଗ କରୁ ଓ ଈଶ୍ୱରଙ୍କ ଉପରେ ନିର୍ଭର କରିପାରିନଥାଉ। ଯଦି ଆମମାନେ ଅନ୍ୟାୟ ଭାବରେ ଅତ୍ୟାଚାରିତ ହେଉଅଛୁ, ତାହେଲେ ଆମ୍ଭେମାନେ ସେହି ବିଷୟକୁ ଈଶ୍ୱରଙ୍କ ହାତରେ ଛାଡ଼ିଦେବା ଉଚିତ, ଯେପରି ଈଶ୍ୱର ସେହି ପରିସ୍ଥିତିର ସମାଧାନ କରି ସେହି ବ୍ୟକ୍ତିର ବିଚାର କରିବେ। ଜଣେ ପ୍ରଭୁଙ୍କର ଦାସ ହିସାବରେ ମୁଁ ଏହା ଶିକ୍ଷା କରିଅଛି ଯେ ଯଦି କେହି ଆପଣଙ୍କୁ ଆଘାତ ଦେଇଥାନ୍ତି, ତାହେଲେ ଆପଣ ଈଶ୍ୱରଙ୍କ ନିକଟକୁ ଯାଆନ୍ତୁ ଓ ଈଶ୍ୱରଙ୍କ ନିକଟରେ ତାହା ଜଣାନ୍ତୁ ଓ ସେହି ବ୍ୟକ୍ତିଙ୍କୁ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରନ୍ତୁ ଓ ତାହାଙ୍କୁ କୁହନ୍ତୁ, ଏହା ହେଉଛି ଆପଣଙ୍କର ବ୍ୟବସାୟ। ଆପଣ କହିଲେ ଯେ ଆପଣ ଏହାର ବିଚାର କରିବେ। ମୁଁ ଏହା ମଧ୍ୟ ଲକ୍ଷ୍ୟ କରିଅଛି ଯେ ଈଶ୍ୱର ସେହିପରି ଲୋକମାନଙ୍କର ବିଚାର କରି ସେମାନଙ୍କୁ ସମୁଚିତ ପ୍ରତିଫଳ ଦେଇଅଛନ୍ତି। ଏହି ହିତୋପଦେଶଗୁଡ଼ିକ ଅତି ଚମତ୍କାର ଓ ସତ୍ୟ। ସେହିସବୁ କେବଳ ଯୁବକମାନଙ୍କ ନିମନ୍ତେ ପ୍ରଯୁଜ୍ୟ ନୁହେଁ, ତହିଁ ସହିତ ବୃଦ୍ଧ, ବୃଦ୍ଧା, ଯୁବତୀ ଓ ପିଲାମାନଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ସେହିସବୁ ସମସ୍ତ ମାନବ ଜାତିଙ୍କ ନିମନ୍ତେ ଉଦ୍ଦିଷ୍ଟ। 3 ପର୍ବର 31 ପଦରେ ଲେଖା ଅଛି,
ଉପଦ୍ରବୀ ପ୍ରତି ଈର୍ଷା କର ନାହିଁ, ପୁଣି ତାହାର କୌଣସି ପଥ ମନୋନୀତ କର ନାହିଁ। ଉପଦ୍ରବୀ ହେଉଛି ଜଣେ ହିଂସ୍ରକ ପ୍ରକୃତିର ମନୁଷ୍ୟ। ତାହା ପ୍ରତି ଈର୍ଷା କରିବା ଉଚିତ ନୁହେଁ କି ସେ ଯେଉଁପରି ଭାବେ ଉପଦ୍ରବ କରେ ତାହା ପ୍ରତି ସେହିପରି ଉପଦ୍ରବ କରିବା ମଧ୍ୟ ଉଚିତ ନୁହେଁ। ଅନେକ ସମୟରେ ଆମେ କହୁ ଯେସାକୁ ତେସା, କିନ୍ତୁ ତାହା ଠିକ୍ ନୁହେଁ। 32 ପଦରେ ଲେଖା ଅଛି, କାରଣ ଖଳ ଲୋକ ସଦାପ୍ରଭୁଙ୍କର ଘୃଣାପାତ୍ର, ମାତ୍ର ସରଳାଚାରୀମାନଙ୍କ ସଙ୍ଗେ ତାହାଙ୍କର ମିତ୍ରାଳାପ ଥାଏ। ଦେଖନ୍ତୁ, କେତେକ ଲୋକ ଅଛନ୍ତି ଯେଉଁମାନେ ପ୍ରକୃତରେ ଈଶ୍ୱରଙ୍କ ନିକଟରେ ଘୃଣିତ। ପରେ ଆମେ ମଧ୍ୟ ଏହି ପୁସ୍ତକରେ ଲକ୍ଷ୍ୟ କରିବାକୁ ପାରିବା ଯେ ଏପରି କେତେକ ବିଷୟ ଅଛି ଯାହାକି ଈଶ୍ୱର ଘୃଣା କରନ୍ତି। ସେହିସବୁ ବିଷୟ ସେ ଏହି ହିତୋପଦେଶ ପୁସ୍ତକରେ ପ୍ରକାଶ କରନ୍ତି। ଆମମାନେ ସେହିସବୁ ବିଷୟ ଲକ୍ଷ୍ୟ କରିବାକୁ ପାରିବା। 33 ପଦରେ ଲେଖା ଅଛି, ପାପୀମାନଙ୍କ ଗୃହରେ ସଦାପ୍ରଭୁଙ୍କର ଅଭିଶାପ ଥାଏ, ମାତ୍ର ସେ ଧାର୍ମିକମାନଙ୍କ ନିବାସକୁ ଆଶୀର୍ବାଦ କରନ୍ତି। ଦେଖନ୍ତୁ, ଏହି ହିତୋପଦେଶଟି ମୋତେ ଆହବ ରାଜାଙ୍କ ବିଷୟରେ ସ୍ମରଣ କରାଇ ଦିଏ। ପ୍ରଭୁ ପ୍ରକୃତରେ ଆହବଙ୍କ ପରିବାରର ବିଚାର କଲେ। ଏହି ହିତୋପଦେଶଟି ତାହାଙ୍କ ଜୀବନରେ ପୁରାପୁରି ଖାପ ଖାଏ, କାରଣ ସେ ଜଣେ ଅତି ଦୁଷ୍ଟ ରାଜା ଥିଲେ। ଏହାପରେ 34 ପଦରେ ଲେଖା ଅଛି, ଯଦ୍ୟପି ସେ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି, ତଥାପି ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି। ଈଶ୍ୱର ନିନ୍ଦକମାନଙ୍କୁ ଘୃଣା କରନ୍ତି, ଯାହାକି ଆମେ ଏହି ଅଂଶରେ ଲକ୍ଷ୍ୟ କରିବାକୁ ପାରୁଅଛୁ। ଏହାପରେ 35 ପଦରେ ଲେଖା ଅଛି, ଜ୍ଞାନବାନ ଲୋକେ ସମ୍ମାନର ଅଧିକାରୀ ହେବେ, ମାତ୍ର ଲଜ୍ଜା ଅଜ୍ଞାନମାନଙ୍କର ଉନ୍ନତି ହେବ। ବର୍ଷ ବର୍ଷ ଧରି ଅନେକ ଲୋକ ଧନୀମାନଙ୍କ ପ୍ରତି ସନ୍ତୁଷ୍ଟ ନୁହନ୍ତି। ଆଉ ଅନେକ ମଧ୍ୟ ଜାଣିବାକୁ ପାରିଛନ୍ତି ଯେ ଯେପରିକି ଗୀତରଚକ ଦାଉଦ ଜାଣିବାକୁ ପାରିଲେ ଯେ ଈଶ୍ୱର ଧନୀମାନଙ୍କର ବିଚାର ମଧ୍ୟ କରନ୍ତି, ଯଦିଓ ଏଥିରେ ବିଳମ୍ବ ହୁଏ, ମାତ୍ର ସେ ସେମାନଙ୍କର ବିଚାର କରନ୍ତି। ଏଠାରେ ଆମେ ଈଶ୍ୱରଙ୍କ ସନ୍ତାନର ତାହାର ପ୍ରତିବାସୀ ସହିତ କିଭଳି ସମ୍ପର୍କ ସ୍ଥାପନ କରିବା ଉଚିତ ତାହା ଲକ୍ଷ୍ୟ କରିବାକୁ ପାରୁଛୁ। ସେଥିସହିତ ଈଶ୍ୱରଙ୍କ ସନ୍ତାନ ଓ ଦୁଷ୍ଟ ବା ଅଜ୍ଞାନର ମଧ୍ୟରେ ଏକ ମହାନ ପାର୍ଥକ୍ୟତା ଥିବାର ଲକ୍ଷ୍ୟ କରୁଅଛୁ। ଈଶ୍ୱର ତାହାଙ୍କର ସନ୍ତାନମାନଙ୍କୁ ରକ୍ଷା କରନ୍ତି ଓ ସେ ସେମାନଙ୍କର ସହବର୍ତ୍ତୀ ହୁଅନ୍ତି, କିନ୍ତୁ ସେ ଦୁଷ୍ଟମାନଙ୍କର ବିନାଶ ଘଟାନ୍ତି। ମାତ୍ର ଧାର୍ମିକମାନେ ତାହାଙ୍କ ଆଶୀର୍ବାଦର ଅଧିକାରୀ ହୁଅନ୍ତି। ପ୍ରିୟ ବନ୍ଧୁ, ଆଜି ଆମେ କେଉଁ ଦଳର? ଆଜି ଆମେ କାହାର ସନ୍ତାନ? ମାତ୍ର ଆପଣ ଯେ କେହି ହୁଅନ୍ତୁ ନା କାହିଁକି, ଈଶ୍ୱର ଆଜି ମଧ୍ୟ ଆପଣଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରି ଆପଣଙ୍କୁ ସୁଯୋଗ ଦିଅନ୍ତି ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ ଓ ସେହି ଜ୍ଞାନକୁ ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରାପ୍ତ ହୋଇ ସେହି ଅନନ୍ତ ଜୀବନ ତଥା ପରିତ୍ରାଣର ଅଧିକାରୀ ହେବା ପାଇଁ। ତେଣୁ ସୁଯୋଗର ସଦ୍ବ୍ୟବହାର କରିବା ପାଇଁ ଚେଷ୍ଟା କରୁ, କାରଣ କାଳ ମନ୍ଦ ଅଟେ। ଏହାପରେ ଆମେ ହିତୋପଦେଶର 4 ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ଯଦିଓ ସେହି ବାଳକ ବର୍ତ୍ତମାନ ଯୁବକରେ ପରିଣତ ହୋଇଅଛି, ଯେ କି ଏହି ମନ୍ଦ ତଥା କଳୁଷିତ ଜଗତ ମଧ୍ୟରେ ପ୍ରବେଶ କରିଅଛି, ତଥାପି ସେ ନିଜର ପିତାଙ୍କର ଉପଦେଶକୁ ସ୍ମରଣ କରିବା ନିମନ୍ତେ ପରାମର୍ଶ ପ୍ରାପ୍ତ ହେଉଅଛି। 4 ପର୍ବର ପ୍ରଥମ ପଦରେ ଲେଖା ଅଛି, ହେ ମୋର ପୁତ୍ରଗଣ, ପିତାର ଉପଦେଶ ଶୁଣ ଓ ସୁବିବେଚନାଦାୟକ ଜ୍ଞାନରେ ମନୋଯୋଗ କର। ଲେଖା ଅଛି, ହେ ମୋର ପୁତ୍ରଗଣ। ଏହା ବୃଦ୍ଧ ଓ ଯୁବା, ପୁରୁଷ ଓ ସ୍ତ୍ରୀ ସମେତ ପ୍ରତ୍ୟେକଙ୍କୁ ଯୋଗ କରାଏ। ପ୍ରତ୍ୟେକେ ଈଶ୍ୱରଙ୍କ ବାକ୍ୟକୁ ମନୋଯୋଗର ସହିତ ଶୁଣିବାକୁ ହେବ। 2 ଓ 3 ପଦରେ ଲେଖା ଅଛି, ଯେହେତୁ ମୁଁ ତୁମମାନଙ୍କୁ ଉତ୍ତମ ଶିକ୍ଷା ଦେଉଅଛି, ମୋହର ଆଦେଶ ପରିତ୍ୟାଗ କର ନାହିଁ। ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି, ପୁଣି ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି। ସଲୋମନ ଏହି ବିଷୟ ଲେଖିଥିଲେ ଓ ସେ ଏଠାରେ ନିଜ ପିତାଙ୍କ ବିଷୟ ନେଇ ପ୍ରକାଶ କରନ୍ତି। ପ୍ରକୃତରେ ଦେଖିବାକୁ ଗଲେ ସଲୋମନ ତାଙ୍କ ପିତା ଦାଉଦଙ୍କର ଦୃଷ୍ଟିରେ ଏତେ ଦୂର ପ୍ରିୟ ନଥିଲେ, ଯେତେ ଦୂର ସେ ତାହାଙ୍କ ମାତାଙ୍କ ଦୃଷ୍ଟିରେ କୋମଳ ଓ ପ୍ରିୟ ପାତ୍ର ଥିଲେ। ତେଣୁ ସେ ଏଠାରେ ପ୍ରକାଶ କରନ୍ତି ଯେ ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି, ମାତ୍ର ମୋର ମାତାଙ୍କଠାରୁ ମୁଁ ପ୍ରେମ ପାଇଥିଲି ଓ ଶିକ୍ଷା ମଧ୍ୟ ପାଇଥିଲି। କିନ୍ତୁ ସେ ଯାହା ହେଉନା କାହିଁକି, ମୋର ପିତା ମଧ୍ୟ ମୋତେ ଶିକ୍ଷା ଓ ଉପଦେଶ ଦେଇଥିଲେ। 4 ପର୍ବର 4 ପଦରେ ଲେଖା ଅଛି, ପିତା ମୋତେ ଶିକ୍ଷା ଦେଇ କହିଲେ, ତୁମ୍ଭ ମନ ମୋର କଥା ରକ୍ଷା କରୁ, ମୋର ଆଜ୍ଞା ସବୁ ପାଳନ କରି ବଞ୍ଚ। ଦାଉଦ ସମ୍ଭବତଃ ସଲୋମନକୁ ଅନେକ କିଛି ଉପଦେଶ ଓ ପରାମର୍ଶ ଦେଇଥିଲେ। ଜ୍ଞାନୀ ରାଜା ସଲୋମନ ତାଙ୍କର ପିତା ଦାଉଦଙ୍କଠାରୁ ଅନେକ ବିଷୟ ଶିକ୍ଷା କରିଛନ୍ତି।
ସଲୋମନ ଯେତେବେଳେ ରାଜା ହେଲେ ଦାଉଦ ତାହାଙ୍କୁ ଏହି ଉପଦେଶ ପ୍ରଦାନ କଲେ, କାରଣ ସେ ପର୍ଯ୍ୟନ୍ତ ପ୍ରକୃତରେ ସଲୋମନ ଜୀବନର ସଂଘର୍ଷ କ'ଣ ତାହା ଜାଣିନଥିଲେ। ଦାଉଦ ନିଜ ଜୀବନର ଅନୁଭୂତି ମଧ୍ୟ ଦେଇ ଶିକ୍ଷା କରିଥିଲେ ଯେ ଈଶ୍ୱରଙ୍କର ବଶୀଭୂତ ହେବା ସବୁଠାରୁ ଶ୍ରେୟସ୍କର। 4 ପର୍ବର 5 ଓ 6 ପଦରେ ଏହିପରି ଲେଖା ଅଛି, ଜ୍ଞାନ ଅର୍ଜନ କର, ସୁବିବେଚନା ଲାଭ କର, ତାହା ଭୁଲ ନାହିଁ, ପୁଣି ମୋ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ, ତାକୁ ପରିତ୍ୟାଗ କର ନାହିଁ, ତହିଁରେ ସେ ତୁମକୁ ପାଳନ କରିବ, ତାକୁ ସ୍ନେହ କର, ତହିଁରେ ସେ ତୁମକୁ ରକ୍ଷା କରିବ। ଲକ୍ଷ୍ୟ କରନ୍ତୁ, ସେ କହନ୍ତି ଜ୍ଞାନ ଆପଣଙ୍କୁ ପାଳନ କରିବ ଓ ଆପଣଙ୍କୁ ରକ୍ଷା କରିବ। କିନ୍ତୁ ବାସ୍ତବରେ କ'ଣ ଆଜି ଆମେ ସେହି ସ୍ୱର୍ଗୀୟ ଜ୍ଞାନକୁ ପ୍ରେମ କରୁଅଛୁ? ଅନ୍ୟ ଅର୍ଥରେ କହିବାକୁ ଗଲେ, ଆମେ କ'ଣ ପ୍ରକୃତରେ ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରୁଛୁ କି? କାରଣ ଯେପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରିନାହୁଁ ଓ ତାହାକୁ ବୁଝିବା ନିମନ୍ତେ ଓ ତହିଁରୁ କିଛି ଶିକ୍ଷା ଗ୍ରହଣ କରିବା ନିମନ୍ତେ ଇଚ୍ଛା କରିନାହୁଁ, ସେ ପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ନିମନ୍ତେ ମୂଲ୍ୟହୀନ ହୋଇଯାଏ। କିନ୍ତୁ ଆମେ ଯଦି ବାସ୍ତବରେ ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରିବା ଓ ତହିଁରୁ ଶିକ୍ଷା ଗ୍ରହଣ କରିବାର ମନୋଭାବ ନେଇ ଅଧ୍ୟୟନ କରିବା, ତାହେଲେ ପବିତ୍ର ଆତ୍ମା ଆମ୍ଭମାନଙ୍କ ନିକଟରେ ତହିଁର ବାସ୍ତବ ସତ୍ୟତା ପ୍ରକାଶ କରିଦେବେ। ବାସ୍ତବରେ ଏହା କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ। ସେ କହନ୍ତି, ଆପଣ ଜ୍ଞାନକୁ ପ୍ରେମ କରନ୍ତୁ ଓ ସେ ଆପଣଙ୍କୁ ରକ୍ଷା କରିବ। ଏହା ଜଗତର ମନୁଷ୍ୟର ଜ୍ଞାନଠାରୁ ଯଥେଷ୍ଟ ଉଚ୍ଚତର। 4 ପର୍ବର 7 ପଦରେ ଲେଖା ଅଛି, ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର, ପୁଣି ତୁମ୍ଭର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର। ବାସ୍ତବରେ ଏହା ହିଁ ହେଉଛି ପ୍ରକୃତ ବିଷୟ। ଜ୍ଞାନ ଲାଭ କରିବା କେତେ ଉତ୍ତମ ବିଷୟ। ଲକ୍ଷ୍ୟ କରନ୍ତୁ, ସେ ଏଠାରେ ଜ୍ଞାନକୁ ଯେଉଁପରି ଭାବରେ ଉପସ୍ଥାପିତ କରନ୍ତି, ଏହା ଏକ ସାଧାରଣ ଜ୍ଞାନ ନୁହେଁ, ମାତ୍ର ଏହା ଏପରି ଏକ ଜ୍ଞାନ ଯାହାକି ଯଥାର୍ଥ ଭାବରେ ବୁଦ୍ଧିକୁ ବ୍ୟବହାର କରେ ଓ ବିବେଚନାର ସହିତ ସମସ୍ତ କାର୍ଯ୍ୟ କରେ ଓ ତାହାକୁ ପ୍ରେମ କରେ। ଏହା ସେହି ସ୍ୱର୍ଗୀୟ ତଥା ଐଶ୍ୱରିକ ଜ୍ଞାନ ଯାହାକି ମନୁଷ୍ୟର ଜୀବନକୁ ବିନାଶରୁ ରକ୍ଷା କରେ। ଏହାପରେ 4 ପର୍ବର 8 ଓ 9 ପଦରେ ଏହିପରି ଲେଖା ଅଛି, ତାହାକୁ ଶିରୋଧାର୍ଯ୍ୟ କର, ତହିଁରେ ସେ ତୁମକୁ ଉନ୍ନତ କରିବ, ତାହାକୁ ଆଲିଙ୍ଗନ କଲେ ସେ ତୁମକୁ ସମ୍ଭ୍ରାନ୍ତ କରିବ, ସେ ତୁମ୍ଭ ମସ୍ତକରେ ଅନୁଗ୍ରହ ରୂପ ଭୂଷଣ ଦେବ, ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ। ଏଠାରେ ଏକ ଚମତ୍କାର ବିଷୟ ହେଉଛି ଯେ ଜ୍ଞାନକୁ ଜଣେ ସ୍ତ୍ରୀକୁ ପ୍ରେମ କରିବା ଭଳି ପ୍ରେମ କରିବା ଉଚିତ। ଆମେ ଯେତେବେଳେ ନୂତନ ନିୟମକୁ ଆସିବା, ସେତେବେଳେ ଲକ୍ଷ୍ୟ କରିବାକୁ ପାରିବା ଯେ ଏହା ବଦଳି ଯାଇଅଛି। ଖ୍ରୀଷ୍ଟ ଆମମାନଙ୍କ ପ୍ରତି ଜ୍ଞାନ ସ୍ୱରୂପ ହୋଇଅଛନ୍ତି, ଆଉ ଆମ୍ଭେମାନେ ତାହାଙ୍କୁ ପ୍ରେମ କରିବା ଉଚିତ। ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆଜି ମଧ୍ୟ ଜୀବିତ। ସେ ମୃତ୍ୟୁକୁ ଜୟ କରି ଉଠିଅଛନ୍ତି। ସେ ପିତା ଈଶ୍ୱରଙ୍କର ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ସେ ଆଜି ମଧ୍ୟ ତାହାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କୁହନ୍ତି। କିନ୍ତୁ ଦୁଃଖର ବିଷୟ ହେଉଛି ଯେ ଆମେ ତାହାଙ୍କୁ ଲୋଡ଼ୁନାହୁଁ। ଆମେମାନେ ତାହାଙ୍କର ସାହାଯ୍ୟ ତଥା ଆଶୀର୍ବାଦକୁ ଚାହୁଁନାହୁଁ। ଆମେ ଭାବୁଛୁ ଯେ ଆମେ ନିଜ ଜ୍ଞାନରେ, ନିଜର ବୁଦ୍ଧିରେ, ନିଜର ଶକ୍ତିରେ ଆମେ ସବୁକିଛି କରିପାରିବା, କିନ୍ତୁ ତାହା ସମ୍ଭବ ନୁହେଁ। ଏହି ଜଗତର ଜ୍ଞାନ ଈଶ୍ୱରଙ୍କ ଦୃଷ୍ଟିରେ ମୂର୍ଖତାର ବିଷୟ। ପ୍ରିୟ ବନ୍ଧୁ, ନୂତନ ନିୟମରେ ଆମେ ଦେଖୁ ଯେ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଜ୍ଞାନ ସ୍ୱରୂପ ହୋଇଅଛନ୍ତି ଓ ଆମେମାନେ ତାହାଙ୍କୁ ପ୍ରେମ କରିବା ଆବଶ୍ୟକ। ଆମେ ଯଦି ଖ୍ରୀଷ୍ଟଙ୍କୁ ପାଇନାହୁଁ, ତାହେଲେ ଆମେ ଜ୍ଞାନ ମଧ୍ୟ ପାଇନାହୁଁ। ଯଦି ଆମେ ଖ୍ରୀଷ୍ଟଙ୍କୁ ପ୍ରେମ କରିନାହୁଁ, ତାହେଲେ ଆମେ ଜ୍ଞାନକୁ ମଧ୍ୟ ପ୍ରେମ କରିନାହୁଁ। ବର୍ତ୍ତମାନର ପ୍ରକୃତ ସମସ୍ୟା ହେଉଛି ଲୋକମାନଙ୍କ ହୃଦୟରେ ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ ନାହିଁ, କି ଈଶ୍ୱରଙ୍କ ବିଷୟରେ ବା ଈଶ୍ୱରଙ୍କ ନିମନ୍ତେ ମନୁଷ୍ୟ ମନରେ ସେହିପରି ପ୍ରଗାଢ଼ ଭକ୍ତି ବା ଆନ୍ତରିକତା ନାହିଁ। ତେଣୁକରି ଆଜି ସେ ଜ୍ଞାନର ଅଭାବ ଦେଖାଦେଇଛି। ଯଦି ଆମମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରତି ପ୍ରେମ ଅଛି, ତାହେଲେ ପବିତ୍ର ଆତ୍ମା ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ଆମ ସହିତରେ କଥା କହିବେ ଓ ସେ ସେହି ବାକ୍ୟର ଗଭୀର ମର୍ମକୁ ଆମମାନଙ୍କ ନିକଟରେ ପ୍ରକାଶ କରାଇଦେବେ। କିନ୍ତୁ ଆମେ ଖ୍ରୀଷ୍ଟଙ୍କୁ ଅବିଶ୍ୱାସ କରି
କେବେ ହେଲେ ଈଶ୍ୱରଙ୍କର ବାକ୍ୟ ମଧ୍ୟ ଦେଇ ଈଶ୍ୱରଙ୍କର ଅଭିମତକୁ ବୁଝିପାରିବା ନାହିଁ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ଆମମାନେ ତାଙ୍କର ବାକ୍ୟକୁ ଗ୍ରହଣ କରୁ। ଯେପର୍ଯ୍ୟନ୍ତ ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମମାନଙ୍କ ହୃଦୟ ମଧ୍ୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିନାହୁଁ, ସେ ପର୍ଯ୍ୟନ୍ତ ଆମେମାନେ ତାଙ୍କର ବାକ୍ୟକୁ ମଧ୍ୟ ଗ୍ରହଣ କରିନାହୁଁ, ସୁସମାଚାରକୁ ଗ୍ରହଣ କରିନାହୁଁ। କାରଣ ସୁସମାଚାରରେ ବିଶ୍ୱାସ କରିବାର ଅର୍ଥ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା। ଆଜି ଏ ଜଗତରେ ଲୋକମାନେ ଉଦ୍ଧାର ପାଇବା ନିମନ୍ତେ, ନିରାପଦରେ ବସବାସ କରିବା ନିମନ୍ତେ, ଶାନ୍ତିରେ ବସବାସ କରିବା ନିମନ୍ତେ ଅନେକ କିଛି ଉପାୟମାନ ଅବଲମ୍ବନ କରୁଅଛନ୍ତି, କିନ୍ତୁ କୌଣସିଟିରେ ସେମାନେ ସଫଳତା ପାଇପାରୁନାହାନ୍ତି। ଏପରିକି ମୁଁ ଅନେକ ଲୋକଙ୍କ ସହିତ ସାକ୍ଷାତ କରିଛି, କଥାବାର୍ତ୍ତା କରିଛି। ସେମାନଙ୍କର କୌଣସି ବିଷୟର ଅଭାବ ନାହିଁ, ଧନ ସେମାନଙ୍କର ଅଭାବ ନାହିଁ, ଟଙ୍କାର ଅଭାବ ନାହିଁ, ସବୁ ବିଷୟରେ ସେମାନଙ୍କର ସବୁକିଛି ପରିପୂର୍ଣ୍ଣତା ରହିଅଛି, କିନ୍ତୁ ସେମାନଙ୍କ ଜୀବନରେ ଶାନ୍ତି ନାହିଁ। କାହିଁକି ନାହିଁ? ଯେହେତୁ ସେମାନଙ୍କ ଜୀବନରେ ଈଶ୍ୱର ନାହାନ୍ତି, ଖ୍ରୀଷ୍ଟ ନାହାନ୍ତି। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ମୁଁ ନିଜର ଶାନ୍ତି ତୁମମାନଙ୍କୁ ଦାନ କରୁଅଛି। ଜଗତ ଯେପରି ଦାନ କରେ ସେପରି ନୁହେଁ। ପ୍ରିୟ ବନ୍ଧୁ, ଭାବନ୍ତୁ ନାହିଁ ଏହି ଜଗତର ସମସ୍ତ ବିଷୟ ଆମମାନଙ୍କୁ ପ୍ରକୃତ ଶାନ୍ତି ଦେବ, ସୁରକ୍ଷା ଦେବ, ଉଦ୍ଧାର କରିଦେବ। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ କେବଳ ଆମମାନଙ୍କୁ ଉଦ୍ଧାର କରିପାରିବେ। ତେଣୁ ଆସୁ ତାଙ୍କଠାରେ ବିଶ୍ୱାସ କରି ତାଙ୍କ ବାକ୍ୟକୁ ଗ୍ରହଣ କରି ସେହି ବାକ୍ୟ ଅନୁଯାୟୀ ଏ ଜଗତରେ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।